ଗୋଟେ ଲୋକ କେମିତି ବିଜନେସ୍ ଷ୍ଟାର୍ଟ କରିବ ଆଉ ସକ୍ସେସଫୁଲ୍ କେମିତି ହେବ ମୁଁ ଆଜି 10ଟା ପଏଣ୍ଟ କହିବି। ଆପଣ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିନ୍ତ ବୁଝିପାରିବେ। ପ୍ରଥମେ ହେଉଛି କେଉଁଟା ବିଜନେସ୍ କରିବ ସେଇ ବିଜନେସ୍ଟାକୁ ଫାଷ୍ଟ ଭାବିବ। ସେ ବିଜନେସ୍ଟା କେଉଁଠି କରିବ ପ୍ରଥମେ ଜାଗା ଫାଇନାଲ୍ କର। ତାପରେ ଦେଖିବ ତମେ ଯେଉଁ ବିଜନେସ୍ କରିବ ସେ ବିଜନେସ୍ର ଚାହିଦା ଅଛି ନା ନାହିଁ ସେ ଜାଗାରେ। ଯଦି ସେ ଜାଗାରେ ଲୋକଙ୍କର ଚାହିଦା ଥିବ ତ ନିଶ୍ଚିନ୍ତ କମ୍ପିଟିଟର ଥିବେ ନିହାତି। ଆଉ ତାଙ୍କୁ ଦେଖିକିନା ତମର ପ୍ରାଇସ୍ର ଆନାଲିସିସ୍ କରିବ କେତେ ଟଙ୍କାରେ ସେଲ୍ କରିପାରିବ ବୋଲି। ତାପରେ ସବୁ ଠିକ୍ଠାକ୍ ହେଲା ତାହେଲେ ତମ ସପ୍ର ଲାଇଟିଂ ଭଲ ସୁନ୍ଦର ଭାବେ ରଖିବ, ଯେମିତିକି ପୁରା ଆକର୍ଷଣ କରିବ, ଆଟ୍ରାକ୍ଟିଭ୍ କରିବ ଲୋକଙ୍କୁ ଆସିବା ପାଇଁ। ତୁମେ ଯେଉଁ ପ୍ରଡ଼କ୍ଟ ସେଲ୍ କରିବ ତାର କ୍ୱାଲିଟି ଭଲ ରଖିବ। ଯେଉଁ କଷ୍ଟମର ମାନେ ଫାଷ୍ଟ ଆସିବେ ତାଙ୍କ ସହିତ ଦୁଃଖ ସୁଖ ଭଲ ରହିବ, ତାଙ୍କ ସହିତ ଭଲ ବ୍ୟବହାର ଦେଖାଇବ, ସେ ନିହାତି ଦୁଇଥର ଆସିବେ। ତାପରେ ସୋସିଆଲ ମିଡ଼ିଆରେ ପ୍ରଚାର କରିବ, ଆଡ଼ଭର୍ଟାଇଜମେଣ୍ଟ କରିବ, ଏସବୁ ସୋସିଆଲ ମିଡ଼ିଆ କରିବା ନିହାତି ଦରକାର। ତାପରେ ହେଉଛି କଷ୍ଟମର ମାନଙ୍କର ଫିଡ଼ବ୍ୟାକ୍ ନେଇକିନା ତମ ପ୍ରଡ଼କ୍ଟକୁ ଫିଣି ଇନକ୍ରିଜ୍ କରିବ। କେମିତି ଥିଲା କେମିତି କରିବ ପୁଣି ଭାବିଦେବ। ଲାଷ୍ଟ ପଏଣ୍ଟ, ତମେ ତମ ନିଜର ମାଇଣ୍ଡ ସେଟ୍କୁ ପଜିଟିଭ୍ ଭାବରେ ରଖ, ତମେ ନିଶ୍ଚିନ୍ତ ସକ୍ସେସଫୁଲ୍ ବିଜନେସମ୍ୟାନ୍ ହେବ। ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କମେଣ୍ଟ ସେୟାର କରିବେ। ରହିଲି, ଜୟ ଶ୍ରୀରାମ।